ବିଜୟ ଭାଇ ତମେ କୁହରେ ଆଉ ଯାହା ହଉ ତମେ ମନ୍ଦିର ଆସିଛ ମୋ ମନ୍ଦିର ଦେଖା ହେଇଗଲା ଆଉ ହଉ ଆଉ ହଉ। କଣ କୁହ? ଆଉ ଭାଇ ଜାଗାଟା କେମିତି ଲାଗୁଛି? ସଦାବେଳେ ଆସି ସେଇଠୁ ପଳାଉ ପୁରାଣ ହାଟ ପାଖରୁ, ହେଲେ ଜଗନ୍ନାଥ ମନ୍ଦିର ଟା ଭିତରକୁ ଆସିଲ ଆଜି କେମିତି ଲାଗିଲା? ଭଲ ଲାଗିଲା? ମାନେ ବଢିଆ ଲାଗିଲା, ମାନେ ମତେ ଏତେ ବଢିଆ ଲାଗିଲା। ମୁଁ ବି ମଝିରେ ମଝିରେ ଆସେ। ଆମର ଏଇ ପୁରଣଠୁ କିଛି ବାଟ ଗଲେ ଇଏ ହଉଛି ବାବା ସିଦ୍ଧେଶ୍ୱରଙ୍କ ପୀଠ। ଯାହା ହଉ ଏଇ ଯୋଉ ଜିନିଷ ସବୁ ଆମେ ଦେଖୁଛୁ ମନ୍ଦିର କେତେ ଅତି ସୁନ୍ଦର ମନ୍ଦିର, ଯାହା ଫଳରେ ଗହିର ମଝିରେ ଏଇଟା ମତେ ସେଥିପାଇଁ ସୁନ୍ଦର ଲାଗୁଛି। ସୁନ୍ଦର ଲାଗୁଛି, ହଉଛି ବଢିଆ ଜାଗାରେ ହେଇଛି, ଭଲ ଜାଗାଟା ହେଇଛି। ଆଉ ଏଠି ଯୋଉ ଦିନ ବେଳା ତ କଣ କହିପାରିବି ଯୋଉ ଖରା ହଉଛି, କିନ୍ତୁ 4ଟା ବେଳ ଟାଇମ ଟା ଏତେ ସୁନ୍ଦର ଲାଗୁଛି, ଏତେ ବଢିଆ ଲାଗୁଛି। ବହୁତ ନିରଳ ଜାଗାରେ ଠାକୁର ସ୍ଥାନ ଟା ହେଇଛି। ଆଉ ଚାରି ପାଖ ଗାଁ ସବୁ ଗାଁରୁ ଲୋକ ଏଠିକି ଆସନ୍ତି। ତାପରେ ବୁଝିଲା ଭାଇ, ଆର ଗୋଟେ କିଛି ମନ୍ଦିରର ମୁଁ ପ୍ରାୟ ଏଠିକି 2 ବର୍ଷ ମୁଁ ଟିକେ ଶୁଣିଲି, ପ୍ରକୃତରେ ଏଠି ହଉଛନ୍ତି ପ୍ରଭୁ ଶ୍ରୀକୃଷ୍ଣ ବିଜୟମାନ କରିଛନ୍ତି। କାହିଁକି ନା ଏଠି ଯୋଉ ଆମର ଗେଟ୍ ପାଖରେ ମୁଁ ଦେଖିଲି ଗୋଟେ ଗାଈ ଆଉ ଗୋଟେ ଭକ୍ତଟିଏ ଇଏ କରିଛି, ଆଉ ଯାହାର କିଛି ମାତୃତ୍ୱ ଅଛି ବା ଆର କିଛି କୋଉ ଯୁଗରୁ କଣ ଆମେ ତ ଜାଣିନ ନା, ଏଇଟା ବି ମୁଁ ଦେଖିଛି, ମତେ ଭଲ ଲାଗିଲା। ଆମର ଯେମିତି ସିଦ୍ଧ ଗୋସାଇଁ ପୀଠ, ଯେମିତି କ୍ଷୀର ଖାଉଥିଲେ ପ୍ରଭୁ ଲୁଚିକି, କେଉଟ ଘର ତାଙ୍କ ଦେଖିଲେ ସେଟା ଅନେକ କଥା। ଆଉ ଏ ମନ୍ଦିର ମତେ ଏତେ ସୁନ୍ଦର ଲାଗୁଛି ଯେ ଭାବୁଛି ଆମେ ଏଠି ରହିଯିବୁ ବୋଲିକି। ହଁ, ଆମେ ତ ମନ୍ଦିର ଟା ଦେଖେଇଲେ, କିନ୍ତୁ ଆମ ଦର୍ଶକ ମାନେ ଯୋଉମାନେ ଅଛନ୍ତି ତାଙ୍କୁ ବି ଆମେ ମନ୍ଦିର ଟା ଦେଖେଇଦବା। ବୁଝିଲା, ଇଏ କୋଉ ଜିଲ୍ଲାରେ ଜାଣିଛ? ଇଏ ହଉଛି ଜଗତସିଂହପୁର ଜିଲ୍ଲା। ଭାଇ ଆପଣ ମାନେ ବି ଯଦି କେବେ ସମୟ ବାହାର କରି ଜାଗାଟାକୁ ଆସନ୍ତୁ, ବହୁତ ବଢିଆ ଜାଗା। ଆଉ ପ୍ରତି ବର୍ଷ ଅକ୍ଷୟ ତୃତୀୟାରେ ଯଜ୍ଞଟା ଆରମ୍ଭ ହୁଏ। ବଢିଆ ବୁଝିଲେ ଭାଇ। ଆଉ ମୋର ଆପଣ ମାନଙ୍କୁ ଏତିକି ଅନୁରୋଧ, ଏଠି ପ୍ରତିବର୍ଷ ଆମର ଅକ୍ଷୟ ତୃତୀୟାରେ ଯଜ୍ଞ କାର୍ଯ୍ୟକ୍ରମ ଆରମ୍ଭ ହୁଏ। ଏଠି ବହୁତ ସଂଖ୍ୟାରେ ଲୋକ ବି ଆସନ୍ତି ଦେଖିବାକୁ, ବହୁତ ଦୂର ଦୂର ବାଟରୁ। ମୁଁ ଆପଣଙ୍କୁ ମଧ୍ୟ ଅନୁରୋଧ କରୁଛି, ଆପଣ ଆସନ୍ତୁ ଏଇ ମନ୍ଦିରକୁ। ଆର କିଛି ତାତ୍ପର୍ଯ୍ୟ ଅଛି, ଏଠି ଯଜ୍ଞ ପ୍ରତିବର୍ଷ ହୁଏ। ମୋର ଆପଣଙ୍କୁ ବିନୀତ ଅନୁରୋଧ, ଆପଣ ଜାଗାକୁ ଆସନ୍ତୁ ଆଉ ଜାଣିପାରିବେ ଜାଗାର ମହତ୍ଵଟା ଜାଣିପାରିବେ। ବହୁତ ସୁନ୍ଦର ଜାଗା, ଆଉ ବହୁତ ସୁନ୍ଦର ମନ୍ଦିର ବି ଏଠି ହେଇଛି। ତ ଯଦି ବି ଆପଣଙ୍କୁ କେବେ ସମୟ ମିଳୁଛି ଜାଗାକୁ ଆସନ୍ତୁ, ଆଉ ଜଗନ୍ନାଥ ମନ୍ଦିର ତ ଦର୍ଶନ କରନ୍ତୁ। ଆଉ ମହାପୁରୁଷ ମାନେ ବି ଏଠି ଅଛନ୍ତି, ପୂର୍ବପୁରୁଷ ରୂପରେ ଆମେ ଶୁଣିବାକୁ ପାଉଛୁ। ଆସନ୍ତୁ ଏଠିକି, ଆମେ ତ ଦେଖିଲୁ। ଚାଲ ଆପଣ ଦେଖନ୍ତୁ ମନ୍ଦିରର ଦୃଶ୍ୟ, ମନ୍ଦିର ଆପଣଙ୍କୁ କେମିତି ଲାଗୁଛି ନିଶ୍ଚିତ କମେଣ୍ଟ ମାଧ୍ୟମରେ ଜଣେଇବେ। ରହୁଛୁ ଭାଇ, ଜୟ ଜଗନ୍ନାଥ। ଜୟ ଜଗନ୍ନାଥ।